ଆମେ ଏଇଟା ଆମର ଓଡିଶା ସଂସ୍କୃତି କୁ ମାନେ ବଢେଇବା ପାଇଁ ଆମେ ଆମର ଏଇ ଟ୍ରଷ୍ଟ ଦ୍ଵାରା ଆମେ ଗୋଟେ ଫେଷ୍ଟିଭାଲ ଟେ ଅର୍ଗାନାଇଜ କରୁଛୁ, ଯାହାର ନାଁ ନୃତ୍ୟାନୁଭବ। ଆମର ଏଇଟା ପ୍ରଚେଷ୍ଟା ଚାଲିଛି ଯେ କେମିତି ଓଡିଶୀ ନୃତ୍ୟ ଟା ପୁରା ଘରେ ଘରେ ପହଞ୍ଚୁ, ଯେମିତି ଖାଲି ଛୋଟ ଜାଗା ମାନେ ସୀମିତ ହେଇକି ନ ରହୁ। ଏବେ ତ ୱାର୍ଲଡ ଫେମସ ହେଲାଣି। ଓଡିଶା ବାହାରେ ବି ଆମେ ଏହାକୁ ମୁଁ ବହୁତ ପ୍ରଦର୍ଶନ କରିଛି। ୟୁଥ ଫେଷ୍ଟିଭାଲ ଉଦୟପୁରରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି। ବହୁତ ଜାଗାରେ ମୁଁ ଚେଷ୍ଟା ଆଉ ମତେ ଯେତେବେଳେ ବି ମତେ କିଛି ମୌକା ମିଳିଛି ମୁଁ ଯାଇକି ନିଶ୍ଚୟ ଏହାକୁ ଦେଶ ଭିତରେ ଏବଂ ଦେଶ ବାହାରେ ମଧ୍ୟ ପ୍ରଦର୍ଶନ କରିଛି। ମତେ ଯେତେବେଳେ 5 ବର୍ଷ ହେଇଥିଲା ମୁଁ ସେବେଠୁ ନୃତ୍ୟ ଶିକ୍ଷା କଲିଣି। ବର୍ତ୍ତମାନ ପ୍ରାୟ 30 ବର୍ଷ ହେଲାଣି ମୁଁ ନୃତ୍ୟ ଶିଖି ଆସି ନୃତ୍ୟକୁ ପ୍ରଦର୍ଶନ କରି ଆସୁଛି। ମୋର ଇଚ୍ଛା ଯେ ମୁଁ ଏମିତି ଓଡିଶୀ ନୃତ୍ୟକୁ ଆଗକୁ ଏହି ନୃତ୍ୟକୁ ଦେଖି ଆମର ଯୋଉ ଯୁବପିଢି ଅଛନ୍ତି, ଛୋଟ ଛୋଟ ନୃତ୍ୟଶିଳ୍ପୀ ମାନେ ଅଛନ୍ତି କିମ୍ବା ଯେକୌଣସି ଯୁବପିଢି ଅଛନ୍ତି, ସେମାନେ ଦେଖିକି ପ୍ରୋତ୍ସାହିତ ହେବେ ଏବଂ ଆମର କଳା ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ଏଇ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ହବ। ସେଇଆ ଆମେ ଭାବି ଏଇ ଅନୁଭବର ଯୋଉ ନୃତ୍ୟାନୁଭବ ଫେଷ୍ଟିଭାଲ କୁ ଅର୍ଗାନାଇଜ କରିଛୁ। ମୋ ଇନଷ୍ଟିଟ୍ୟୁଟ ନାଁ ହେଲା ନୃତ୍ୟାଂଶ, ଯୋଉଥିରେ କି ଏଇଟା ଫର୍ଷ୍ଟ ଆନୁଆଲ ଫେଷ୍ଟିଭାଲ ନୃତ୍ୟାନୁଭବ, ଯୋଉଠି କି ଆପଣ ନୃତ୍ୟର ଅନୁଭବ କରିବେ। ନୃତ୍ୟ ଆମର ଓଡିଶାର ସଂସ୍କୃତି, କଳା, କଲଚର, ତାକୁ ଆପଣ ଏଠି ଅନୁଭବ କରିବା। ସେଇ ଦୃଷ୍ଟିରୁ ଆମେ ଭାବିଲୁ ଏହାର ନାମ ନୃତ୍ୟାନୁଭବ ଦେବା। ଏଇଟା ହଉଛି ପ୍ରଥମ ଆନୁଆଲ ଫେଷ୍ଟିଭାଲ ନୃତ୍ୟାଂଶର, ଯୋଉଥିରେ କି ଆମେ ନୂତନ କଳାକାର, ଯୁବ କଳାକାର ଯୋଉମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି, ସେମାନଙ୍କୁ ଆମେ we are giving a stage to them to perform their artistry over here on the stage. ସେମାନେ ତାଙ୍କର ଯୋଉ ନୃତ୍ୟ ନିପୁଣତାକୁ ଏଠି ପ୍ରଦର୍ଶନ କରି ଆମର ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର କରିବାରେ ସହାୟତା ହବ। ସେଥିପାଇଁ ଆମେ ଏଇ ଫେଷ୍ଟିଭାଲଟି ଅର୍ଗାନାଇଜ କରୁଛୁ ଏବଂ ଏଥିରେ ଏହି ନୃତ୍ୟକୁ ଦେଖି ଆମର ଯୋଉ ଯୁବପିଢି ଅଛନ୍ତି, ଛୋଟ ଛୋଟ ନୃତ୍ୟଶିଳ୍ପୀ ମାନେ ଅଛନ୍ତି କିମ୍ବା ଯେକୌଣସି ଯୁବପିଢି ଅଛନ୍ତି, ସେମାନେ ଦେଖିକି ପ୍ରୋତ୍ସାହିତ ହେବେ ଏବଂ ଆମର କଳା ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ଏଇ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ହବ। ସେଇଆ ଆମେ ଭାବି ଏଇ ନୃତ୍ୟାନୁଭବ ଫେଷ୍ଟିଭାଲ କୁ ଅର୍ଗାନାଇଜ କରିଛୁ। ନୃତ୍ୟ ଆପଣ କରନ୍ତି ଷ୍ଟେଜ ଉପରେ, ବିଭିନ୍ନ ପ୍ରକାର ମୁଦ୍ରା ଥାଏ, କେମିତି ଆକୁ କରନ୍ତି? ମାନେ କେତେ ମାନେ କଣ ଲାଗେ ଆପଣଙ୍କୁ? କଷ୍ଟ ଲାଗେ ନା? ନିହାତି କଷ୍ଟ। ଆମେ ଏତେ ବର୍ଷ ହେଲାଣି ଯୋଉ ଆମର ନୃତ୍ୟ ଶିକ୍ଷା ଆମେ କରୁଛେ, ମୋର ଗୁରୁଶ୍ରୀ ପ୍ରଭାତ କୁମାର ସ୍ୱାଇଁ, ତାଙ୍କର ଅବଦାନ ନିହାତି ଏଥିପାଇଁ ବହୁତ ଅଧିକ। ତାଙ୍କର ପ୍ରଚେଷ୍ଟାରୁ ହିଁ ମୁଁ ଆଜି ଯାହା ବି କରୁଛି ଏଇ ଜାଗାରେ ପହଞ୍ଚି ପାରିଛି। ଆମେ ହଉଛି ବହୁତ ପରିଶ୍ରମ କରି ଏଇ ନୃତ୍ୟକୁ ଆମେ ପ୍ରଦର୍ଶନ କରୁଛୁ, କିନ୍ତୁ ଯେତେବେଳେ ଆମେ ଷ୍ଟେଜରେ ମଞ୍ଚ ଉପରେ ଏଇ ନୃତ୍ୟକୁ ପ୍ରଦର୍ଶନ କରୁଛୁ, ମନରୁ ଆମର ବହୁତ ଭଲ ଲାଗେ, ଖୁସି ଲାଗେ। ଆମେ ଯେ କଣ୍ଟ୍ରିବ୍ୟୁଟ କରିପାରୁଛୁ ଆମ ଓଡିଶାର କଳା ଓ ସଂସ୍କୃତି ପାଇଁ କିଛି ସମୁଦ୍ରରୁ ଶଙ୍ଖେ ପାଣି ପରି ଯୋଉ ଆମକୁ ବହୁତ ଖୁସି ଅନୁଭବ ହୁଏ। କଷ୍ଟ ନାହିଁ, ଖୁସି। ଆମର ପ୍ରଥମ ଗୁରୁ ହଉଛନ୍ତି ଗୁରୁଶ୍ରୀ ସୋମନାଥ ପ୍ରଧାନ, ତାପରେ ମୁଁ ବର୍ତ୍ତମାନ ପ୍ରଭାତ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ନୃତ୍ୟ ନୈବେଦ୍ୟରେ ଶିକ୍ଷା। ମତେ ଯେତେବେଳେ 5 ବର୍ଷ ହେଇଥିଲା ମୁଁ ସେବେଠୁ ନୃତ୍ୟ ଶିକ୍ଷା କଲିଣି। ବର୍ତ୍ତମାନ ପ୍ରାୟ 30 ବର୍ଷ ହେଲାଣି ମୁଁ ନୃତ୍ୟ ଶିଖି ଆସି ନୃତ୍ୟକୁ ପ୍ରଦର୍ଶନ କରି ଆସୁଛି। ମୋର ଇଚ୍ଛା ଯେ ମୁଁ ଏମିତି ଓଡିଶୀ ନୃତ୍ୟକୁ ଆଗକୁ କେବଳ ଓଡିଶାରେ କରୁଛନ୍ତି ନା ଓଡିଶା ବାହାରକୁ କେବେ ଯାଇକି ପ୍ରେଜେଣ୍ଟ କରୁଛନ୍ତି? ଓଡିଶା ବାହାରେ ବି ଆମେ ଏହାକୁ ମୁଁ ବହୁତ ପ୍ରଦର୍ଶନ କରିଛି। ୟୁଥ ଫେଷ୍ଟିଭାଲ ଉଦୟପୁରରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି। ବହୁତ ଜାଗାରେ ମୁଁ ଚେଷ୍ଟା ଆଉ ମତେ ଯେତେବେଳେ ବି ମତେ କିଛି ମୌକା ମିଳିଛି ମୁଁ ଯାଇକି ନିଶ୍ଚୟ ଏହାକୁ ଦେଶ ଭିତରେ ଏବଂ ଦେଶ ବାହାରେ ମଧ୍ୟ ପ୍ରଦର୍ଶନ କରିଛି। ହଁ ଅଛି, କୋଶ୍ଚିନ୍? ଆଜ୍ଞା, ନୃତ୍ୟ ଆପଣ ଓଡିଶୀ
ओडिसी रो जो आमर प्रथमतः एटा होची आमर शास्त्रीय नृत्य ओडिसा रो सेटा होची मोर प्रथम थिला कि मु आमर कला संस्कृति को आगु को नबा तापरे ओडिसी रे जो अंग भंगी आमर सदा बेले सर्कुलर मूवमेंट हुए ए जो तार लास्य भंगी मूवमेंट मते बहुत आकृष्ट करथिला तेनु करी करी मु ओडिसी नृत्य शिक्षा करबा पई चूज करथिली नृत्यांश मैनेजिंग ट्रस्टी आउ ट्रेजरर आउ आमे एटा हमर ओडिसा संस्कृति को माने बढ़ेवा पई आमे हमर ए ट्रस्ट द्वारा आमे गोटे फेस्टिवल टे ऑर्गेनाइज करूछु जहार ना नृत्यानुभव हमर एटा प्रचेष्टा चलछि जे केमती ओडिसी नृत्यटा पूरा घरे घरे पहुंचू जेमती खाली छोट जगह माने सीमित होई कि न रहू एबे तो वर्ल्ड फेमस लानी सब जेमती गां फा सब आडे पहुंची कि समस्त जानतु जे एटा माने हमर ओडिसा रो कल्चर आमे केमती डेवलप करि परिबा तो ओडिसी नृत्य केते प्रकार माने नृत्य थाए सेटा तो मु जेतु से ओडिसी गुरु ही कहि परिबे मु ओडिसी सहयोग रही ओडिसा सहज आज्ञा सहज थैंक यू